हाय फ्रेंड्स जय जगन्नाथ सांग मैंने आज हूँ आउ गोटे वीडियो को आपण स्वागत आसतु आज हूँ आम पूजा सुदशा व्रत आसतु माँ लक्ष्मी मंदिर जावा पूजा करके आसवा आज तो मुझे इे अच्छी बाप घरे चलते आज शीतल जगन्नाथ मंदिर अच्छी आम माँ पाखे पूजा करवा आसवा व्रत डाला देखो आम व्रत डाला पूरा रेडी हो जाइए चलते एथर जा पूजा करा भोग पूरा रेडी हो जाइए चलते मंदिर एथर जा जाऊँ मेघ ही गाड़ला जे आम ये ठिया गोटे सुरक्षित जगार गोटे मंदिर गोटे अच्छी आम ये ठिया होपर मेघ टे कमिगला आम बाहर जाऊ फेरे आम शीतल जगन्नाथ मंदिर माँ को पाखे पूजा करने देखो फिर खरा आसीगला आम बाहर जावाई चलते जा मंदिर आसी पूरा मंदिर में आसी पहुँची गलु चलते थोड़ा भितर जा पूजा जाऊँच चलते जा दीप सामने किणवा माँ को मंदिर में आसी पहुँची गलु चलते जा एथर पूजा करने ये दीप लगेगा मंदिर बसी जाइए माँ को पाखे न बसले माँ मन दुख करती ना देखो आम मंदिर में बसीचु कि समय बसबू देखो माँ को पाखे दर्शन सरीगला एथर चलते घर जा चलते जगन्नाथ पाखे टे दर्शन करवा घर फेर प्रभु पाखक आम पड़े शीतल जगन्नाथ मंदिर देखो आम मंदिर में आज पहुँची गलु देखो महाप्रभुंर देखो केते सुंदर बेश आज हूँ आमर सुदशा व्रत आम माँ को मंदिर में पूजा कलु तापर प्रभु पाखे टे दर्शन करदे जा देखो केते सुंदर गरुड़ स्तंभ केते सुंदर जगह चलते बोलवा महादेव मंदिर को जा चलते तो सब मंदिर अच्छी ना मुझे तो आउ गोटे ब्लॉग रे देखी चलते तथापि मुझे फेर आसी बोलिकी पढ़ेबा वृषभ पाखे आग मुंडिया मार देखते महादेव पूजा सरला चलते बुलवा थर देखो मंदिर चलते थर जा बुलवा माँ विमला मंदिर को चलते जा देखो माँ विमला माँ दर्शन करवा चलते
ବିମଳା ମାଙ୍କର ବଢ଼ିଆ ଭାବରେ ଦର୍ଶନ ହେଇଗଲା। ଚାଲନ୍ତୁ ଏଥର ଦେଖନ୍ତୁ ଏଇଠି ଚନ୍ଦନ ଗଛ ଅଛି। ଚନ୍ଦନ ଗଛ କିଏ ଦେଖିଛନ୍ତି କି ନାହିଁ ମୋତେ କମେଣ୍ଟରେ ଜଣେଇବେ। ଦେଖନ୍ତୁ ଏ ଚନ୍ଦନ ଗଛ ଆମର ସିଦ୍ଧଳ ମନ୍ଦିରରେ ଗୋଟେ ଚନ୍ଦନ ଗଛ ଅଛି। ଦେଖନ୍ତୁ ମୋତେ କମେଣ୍ଟରେ ଜଣେଇବେ। ଏଇଠି ଦେଖନ୍ତୁ ପତ୍ର ଇଏ ତା ପତ୍ର ଚନ୍ଦନ ଗଛର ପତ୍ର। ଚାଲନ୍ତୁ ଆଉ ମନ୍ଦିର ଅଛି ଯିବା। ଆମେ ଅଛନ୍ତି ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର। ଏଠି ବି ପହଞ୍ଚିଗଲୁ ଆମେ। ସବୁ ମନ୍ଦିର ଅଛି ନା ଦର୍ଶନ ସାରି ମୁଣ୍ଡିଆ ମାରିବା। କିନ୍ତୁ ବଜରଙ୍ଗବଲି ଜୟ ବଜରଙ୍ଗବଲି ମନ୍ଦିରରେ ଆମେ ଆସି ପହଞ୍ଚିଗଲୁ। କେତେ ସୁନ୍ଦର ମୂର୍ତ୍ତି ଏଠି ଅଛି, ଫଟୋ ଚିତ୍ର ହେଇଛି। ରାମ ଲକ୍ଷ୍ମଣ ସୀତା ମନ୍ଦିର କେତେ ସୁନ୍ଦର ଦେଖାଯାଉଛନ୍ତି ଠାକୁର। ଠାକୁରଙ୍କର ଗୋଟେ ବିମାନ ଭଳିଆ ଅଛି ଏଠି ଗୋଟେ। ସବୁ ବୁଲାବୁଲି ସରିଗଲାଣି। ଚାଲନ୍ତୁ ମହାପ୍ରଭୁଙ୍କ ପାଖରେ ଟିକେ ବସିବା, ତାପରେ ଯିବା ଘରକୁ। ଆଉ ଘର ଅଭିମୁଖେ ବାହାରି ଯିବା। ଆଉ ଆମର ମନ୍ଦିରରୁ ପୂଜା ସାରିକା ସେଠି ଆମର ମାଉସୀ ବୋଲୁଛନ୍ତି। ଏଠି ଆମ ଦେଇ ଗଣ୍ଠି ପକାଉଛି। ଗଣ୍ଠି ପକାଉଛି, ଗଣୁଛି କେଇଟା ଗଣ୍ଠି ହେଲା। ନବମ ଗଣ୍ଠିର ନାମ ଦୁର୍ଗତି ନାସିନୀ। ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। ପ୍ରଥମ ଗଣ୍ଠି ପ୍ରଥମ ଥର କୁହ, କିଏ ବା ସୁଟିଂ କରୁଛି। ପ୍ରଥମକୁ ଲକ୍ଷ୍ମୀ ନାରାୟଣୀ। ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ। ତୃତୀୟ ଗଣ୍ଠିର ନାମ ଶ୍ରୀହରିହର ପ୍ରିୟା। ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମମାୟା। ପଞ୍ଚମ ଗଣ୍ଠିର ନାମ ଅଟୋଇ କମଳା। ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା। ସପ୍ତମ ଗଣ୍ଠିର ନାମ ସପ୍ତମ ପକାଏ ସପ୍ତମ ଗଣ୍ଠି। ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲରୀ। ନବମ ଗଣ୍ଠିର ନାମ ଦୁର୍ଗତି ନାସିନୀ। ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। ଆମର ପୂଜା ସରିଗଲାଣି, ଗଣ୍ଠି ବି ପଡ଼ି ସାରିଲାଣି। ଚାଲନ୍ତୁ ବ୍ରତ ବାନ୍ଧିଦେବା। ବ୍ରତ ମୋର ଚୁଡ଼ା ଏକାଥରେ ପୂଜା ହେଇଥିଲା। ଚୁଡ଼ା ମୁଁ ବାନ୍ଧିଦେଲି। ଚାଲନ୍ତୁ ବ୍ରତ ବନ୍ଧା ସରିଲାଣି, ଆସନ୍ତୁ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରିଦେବା। ଦେଖନ୍ତୁ ଦେଇ ଘର ଆମର ଠାକୁର ଘର। ଆଜି ଆମର ଦଶହରା ପୂଜା ହେବ। ଦେଖନ୍ତୁ ଦଶହରା ପୂଜା ପାଇଁ ତାଙ୍କର ଏଇ ଦେଖନ୍ତୁ ପିଠାପଣା ବି ସରିଲାଣି। ତାଙ୍କର ଏବେ ପିଠାପଣାରେ ପୁରା ଭରପୁର ଚାଲିଛି। ଏବେ ଏପଟରେ ଦେଖନ୍ତୁ ଜନ୍ତା ଜନ୍ତି ହେଇକି ଚକଟା ଚକଟି ହେଇକି ପିଠା ଅଧା ହେଇକି ଛଣାଛଣି ସରିଲାଣି। ଆଉ ଆଜି ବ୍ରତ ଫେରେ ଆଜି ସବୁ ପୂଜାପୂଜି ସବୁ ଆଜି ତ ସବୁ। ଆଉ ଦେଖନ୍ତୁ ଆହୁରି ଫେରେ ସିଝା ପିଠା ହେବ ବୋଲି ଦେଖନ୍ତୁ ଏପଟରେ ମଟର ପୁର ପୁରା ରେଡ଼ି ହେଇଯାଇଛି। ସେପଟେ ବିରି ପୁର ବି ଦେଖନ୍ତୁ ରେଡ଼ି ହେଇଯାଇଛି। ପିଠା ହେବ। ଆଉ ପିଠା ଫେରେ ଜନ୍ତା ଜନ୍ତି ସରିଲା ପରେ ପିଠାଟା ଆରମ୍ଭ ହେବ। ଆଉ